ତ ଜୟ ଜଗନ୍ନାଥ ପିଲାମାନେ। ତ ଆଜି ଆମେ ଡିସ୍କସନ୍ କରିବା ଯୋଉ ସିପିଇଟି ଅଛି, ଆମର ଯୋଉ କମନ୍ ପିଜି ଏଣ୍ଟ୍ରାନ୍ସ ଟେଷ୍ଟ ଅଛି। ଆଜି ଆମେ ଓଡ଼ିଆ ଅନର୍ସର ପ୍ରିପାରେସନ୍ ଭିଡ଼ିଓ ଏଇଟା ଗୋଟେ ପ୍ରକାର କହିଲେ କି ଆମେ ଦେଖିବା କି ଆମେ ଗୋଟେ ସିପିଟି ଏକ୍ଜାମ୍ ଦେବା ପାଇଁ ଓଡ଼ିଆ ଅନର୍ସରେ କି ଓଡ଼ିଆରେ ପିଜି କରିବା ପାଇଁ ଆମେ ଯୋଉ ଯୋଉ କମନ୍ ପିଜି ଏଣ୍ଟ୍ରାନ୍ସ ଟେଷ୍ଟ ଯୋଉ ସିପିଟି ଅଛି ସେଇ ଏକ୍ଜାମ୍‌ଟା ଦେବା ପାଇଁ ଆମେ କେମିତି କ'ଣ ପ୍ରିପାରେସନ୍ କରିବା, ତ କୋଉ ହିସାବରେ ପଢ଼ିଲେ ସେଇ ମାନେ ଆମେ ଗୋଟେ ଏକ୍ଜାମ୍‌କୁ କ୍ରାକ୍ କରିପାରିବା ଯୋଉ ଆମର ସିପିଟି। ତ ଫାଷ୍ଟ ଦେଖିଦବା, ପ୍ରଥମେ ଦେଖିଦବା ତା ସିଲାବସ୍ ସବୁ। ଏଇ ବହିଟା ଆମର ଯୋଉ ସୁରେନ୍ଦ୍ର ମହାରଣଙ୍କ ବହି ହିସାବରେ କି ଆମର ଯୋଉ ଓଡ଼ିଶାର ଇତିବୃତ୍ତ, ଓଡ଼ିଆ ଭାଷାର ଇତିବୃତ୍ତ। ତ ଏହା ପୂର୍ବରୁ ମୁଁ କହିଦେବି କି ଆମେ ଯଦି ସିପିଟି ଦେଖିବା, ଆମେ ତାକୁ କ'ଣ ତାର ଯୋଉ ସିଲାବସ୍ ଗୁଡ଼ାକୁ କିଛି ବିଭାଗୀକରଣ କରିଦବା ହେଲା, କିଛି ନିର୍ଦ୍ଦିଷ୍ଟ ହିସାବରେ ବିଭାଗୀକରଣ କରିଦବା। ତ ଆମର ଲିଙ୍ଗୁଇଷ୍ଟିକ୍ ପେପର୍ ଯୋଉଟା ଆମର ଭାଷା ପେପରଟା ରହିଲା, ସେଟା ଗୋଟେ ଭାଷା ବିଭାଗଟା ଗୋଟେ ରହିଲା, ଆଉ ସାହିତ୍ୟ ବିଭାଗ ଦୁଇଟା ଯାକ ଅଲଗା ଅଲଗା। ତ ସବୁ ବିଭାଗରୁ କିଛି କିଛି ଡିଫରେଣ୍ଟ କ୍ୱେଶ୍ଚିନ୍ ଆସୁଛି। ତ ଭାଷା ଭିତରେ ଆମେ ଓଡ଼ିଆ ଭାଷା ପଢ଼ିବା କି ଓଡ଼ିଆ ଭାଷାର ଉତ୍ପତ୍ତି କେମିତି କ'ଣ ହେଇଛି, ଯୋଉ ଭାରତୀୟ ଆର୍ଯ୍ୟ ଭାଷାର ଯୋଉ ଆସିଛି, ଧୀରେ ଧୀରେ ତାର ବିକାଶ ହୋଇକି କି ଆମର ଓଡ଼ିଆ ଭାଷା ଯୋଉ ପୂର୍ବ ମାଗଧୀୟ ଅପଭ୍ରଂଶର ସୃଷ୍ଟି ହେଇଛି ସେଇଟା ଆମେ ପଢ଼ିବା। କି ଓଡ଼ିଆ ଭାଷା କେମିତି କ'ଣ ସୃଷ୍ଟି ହୋଇଛି ସେଟା ପଢ଼ିବା। ତାପରେ ଓଡ଼ିଆ ଲିପି, ଓଡ଼ିଆ ଭାଷା ପଢ଼ିବା, ତାପରେ ଓଡ଼ିଆ ଲିପି ପଢ଼ିବା। ସେଟା ଗଲା ପରେ ତାପରେ ସେଟା ଦେଖିଲେ, ଭାଷା ପେପର ଦେଖିଲେ ପ୍ଲସ୍ ଲିପି ଦେଖିଲେ। ତାପରେ ଦେଖିବା ଆମେ କ'ଣ ଆମର ଯୋଉ ଅଭିଲେଖ ସାହିତ୍ୟ, ଯୋଉ ଶିଳାଲେଖ, ତାମ୍ରଲେଖ, ସନନ୍ଦ, ଏଟା ସବୁ ଦେଖିବା। ତ ଆମେ ଦିଟା କଥା ବ୍ୟବହାର କରିଦବା, ଗୋଟେ ଲିଙ୍ଗୁଇଷ୍ଟିକ୍ ପେପର ଆଉ ଗୋଟେ ଲିଟରେଚର ପେପର। ତ ଲିଙ୍ଗୁଇଷ୍ଟିକ୍ ପେପର ଯାହା ସବୁ ରହିଛି, ଆମର ଯୋଉ ଯୁଗ ଆମେ ଦେଖିଦବା ପ୍ରଥମେ, ତାର ଯୋଉ ପ୍ରସଙ୍ଗ କେମିତି କ'ଣ ଅଛି, ତା ସିଲାବସ୍ ଟା ପ୍ରଥମେ ଦେଖିଦବା। ତ ସେଠି ଆମର ଦେଇଛି ଆମର ପ୍ରାରମ୍ଭିକ ଯୁଗ ବା ପ୍ରାକ୍ଶାଳ ଯୁଗ। ଆମର ପ୍ରାରମ୍ଭିକ ଯୁଗ କହିଲେ ଆମେ ଦେଖିବା ପ୍ରାରମ୍ଭିକ ଯୁଗରେ କ'ଣ କ'ଣ ଯାଉଛି। ତ ପ୍ରାରମ୍ଭିକ ଯୁଗ ବା ପ୍ରାକ୍ଶାଳ ଯୁଗ, ପ୍ରାକ୍ଶାଳ କହିଲେ ଆମେ ଶାରଳା ଦାସଙ୍କ ପୂର୍ବବର୍ତ୍ତୀ ଯୋଉ ରଚନା ଗୁଡ଼ା ହଉଛି ଆମେ ପ୍ରାକ୍ଶାଳ ଯୁଗ କହିବା। ତ ଆଉ ଗୋଟେ କଥା କହିଦେବି କି ଆମର ଯୋଉ ଆମେ ଏଇଟା ପଢ଼ିବା, ଯୋଉ ଯୁଗ ବିଭାଜନ ହଉ ସେଟା ଆମେ ପଢ଼ିବା। ଏଇଠି ପ୍ରିପାରେସନ୍ ଭିଡ଼ିଓରେ ତ ସବୁ ସିଲାବସ୍ ଟାକୁ କଭରେଜ କରି ହଉନି, ମୁଁ କିଛି କିଛି କହିଦଉଛି। ଏଇଠି ଆମର ପ୍ରାକ୍ଶାଳ ଯୁଗରେ ଆମର ଏଇରା ସବୁ ରହିଲା। ତାପରେ ଆମର ଅଭିଲେଖ ସାହିତ୍ୟ, ମୁଁ ତାକୁ ବିଭାଗୀକରଣ କରିଦଉଛି। ତାପରେ ଏଇଟା ଦେଖେଇ ସାରିଲା ପରେ ଆମେ ଆମର ତାପରେ ବିଭାଗୀକରଣଟା କରିଦବା। ଏଇଠି ରହିଲା ଅଭିଲେଖ ସାହିତ୍ୟ, ତାପରେ ଲିଖିତ ସାହିତ୍ୟରେ ଆମର ଯୋଉ ଚର୍ଯ୍ୟ ସାହିତ୍ୟ, ନାଥ ସାହିତ୍ୟ, ଆମର ଏଇଟା ସବୁ ରହିଲା। କି ପ୍ରାକ୍ଶାଳ ସାହିତ୍ୟକୁ ତିନି ଭାଗରେ ବିଭକ୍ତ କରାଯାଇଛି। ପ୍ରାକ୍ଶାଳ ସାହିତ୍ୟକୁ ଗୋଟେ ହଉଛି ଆମର କଥିତ ସାହିତ୍ୟ ବା ଲୋକ ସାହିତ୍ୟ, ଆଉ ଗୋଟେ ହଉଛି ଅଭିଲେଖ ସାହିତ୍ୟ, ଆଉ ଗୋଟେ ଲିଖିତ ସାହିତ୍ୟ। ତ ସେଟା ଆପଣମାନେ ଜାଣିଛନ୍ତି। ଏଇଟା ତାର ଗଲା। ତାପରେ ଦେଖିବା ଆମର ଏଇ ଯୋଉ ନାଥ ସାହିତ୍ୟ, ଶୈବ ସାହିତ୍ୟ, ଏ ସବୁ ପ୍ରାକ୍ଶାଳ ଯିବ। ତାପରେ ସାରଳଙ୍କ ଯୁଗ। ସାରଳଙ୍କ ଯୁଗଟା ଟିକେ ପଢ଼ିବା ପାଇଁ ସହଜ ହୁଏ ଏଥିପାଇଁ ପିଲାମାନଙ୍କୁ, କାରଣ ଶାରଳା ଦାସଙ୍କ ଯୁଗରେ କେବଳ ଶାରଳା ଦାସ ହିଁ ଥିଲେ। ତ ତାଙ୍କ ରଚନା ଫେମସ୍। ତ ଆମେ ଦେଖିବା କି ଯୋଉ ଆମର ପ୍ରାକ୍ଶାଳ ଯୁଗ ହଉ, ସେଥିରେ ଆମେ କ'ଣ ଓଡ଼ିଆ ଭାଷା ଉପରେ ହେଲେ ଓଡ଼ିଆ ଭାଷାକୁ ଆମେ ଅଳ୍ପ ଅଳ୍ପ ଦେଖିବା, ଓଡ଼ିଆ ଭାଷାର ବ୍ୟବହାର ଟିକେ ଅଳ୍ପ ଦେଖିବା। କିନ୍ତୁ ଶାରଳା ଦାସଙ୍କ ବେଳକୁ ଓଡ଼ିଆ ଭାଷା ଗୋଟେ ଗୋଟେ ପ୍ରକାର କହିଲେ, ଯେହେତୁ ତାଙ୍କର ଯୋଉ ରଚିତ ମହାଭାରତ ହଉ ଯାହା ବି ହଉ, ତାଙ୍କର ସେଥିରେ ମାନେ ଓଡ଼ିଆର ପୁରା ମାର୍ଜିତ ରୂପ ବ୍ୟବହାର ହେଇନାହିଁ, କିନ୍ତୁ ତାଙ୍କୁ ଆମେ କହିପାରିବା କି ଆଦି ମାନେ ଯୋଉ ଆମର ଓଡ଼ିଆ ଭାଷାର ସ୍ରଷ୍ଟା ଗୋଟେ ପ୍ରକାର କହିଲେ କମ୍ ହେବ ନାହିଁ। କାରଣ ତାଙ୍କ ପ୍ରଥମ ମହାଭାରତରେ ହିଁ ସେ ଓଡ଼ିଆରେ ମହାଭାରତ ରଖିଥିଲେ। କି ଆମର ବ୍ୟାସଙ୍କ କୃତ ଯୋଉ ମହାଭାରତକୁ ସେ ଓଡ଼ିଆର ଲେଖିଥିଲେ, ଅନୁବାଦ କରିନଥିଲେ, ଅନୁସୂଚିତ କରିଥିଲେ। ଅର୍ଥାତ୍ ସିଏ ପୁରା ଅବିକଳ ନଥିଲେ, କିଛି ନିଜର ସ୍ୱକୀୟ ରୁଚିରେ ନିଜର କଳ୍ପନାର ଯୋଉ ସ୍ୟାହି ଦେଇକି ସେ ସବୁ ରଚନା କରିଥିଲେ। ତ ସେଟା ଆମେ ଦେଖିବା। ତ ଶାରଳା ଯୁଗ ରହିଲା। ତାପରେ ତାଙ୍କର ରଚନାବଳୀ ସେଟା ଦେଖିବା। ତାପରେ ଆମର ଶାରଳାଙ୍କ ଯୁଗରେ ଆଦି ମଧ୍ୟ ଯୁଗ, ଅର୍ଥାତ୍ ପଞ୍ଚସଖା ଯୁଗ। ଯୋଉ ପଞ୍ଚସଖା ରହିଲେ ଆମର ବଳରାମ ଦାସ ହୁଅନ୍ତୁ, ଅଚ୍ୟୁତାନନ୍ଦ ଦାସ ହୁଅନ୍ତୁ, କି ଜଗନ୍ନାଥ ଦାସ, ଅନନ୍ତ ଦାସ, ଯଶୋବନ୍ତ ଦାସ, ଯୋଉ ପଞ୍ଚସଖା ରହିଲେ। ତତ୍ସହିତ ଆମେ ପଞ୍ଚସଖାଙ୍କୁ ଛାଡ଼ିଦେଲେ ବି, ତାଙ୍କୁ ଛାଡ଼ି ସାରିଲା ପରେ ବି ଆମର ଅଲଗା କିଛି, କେବଳ ପଞ୍ଚସଖାରେ ସେମାନେ ଥିଲେ ତାହା ନୁହେଁ, ତାଙ୍କୁ ଛାଡ଼ିଦେଲା ପରେ ବି ଅଲଗା ଅଲଗା କିଛି ଲେଖକ ଅଛନ୍ତି। କି କିନ୍ତୁ ଆମର ପଞ୍ଚସଖା ଏଥିପାଇଁ କୁହାଯାଏ, କାରଣ ପଞ୍ଚସଖା ଯୁଗଟାକୁ ଆମେ ରୀତି ଯୁଗ କହିବା ପରେ, କିନ୍ତୁ ପଞ୍ଚସଖା ଯୁଗରେ ଆମେ ପ୍ରଥମେ କ'ଣ ଦେଖିବା, ଯୋଉ ପଞ୍ଚସଖା ଥିଲେ ସିଏ ମୁଖ୍ୟତଃ ବ୍ରହ୍ମ ଓ ଓଙ୍କାରକୁ ନେଇକି ରଚନା କରୁଥିଲେ। ଧର ସିଏ ସେମିତି ପର୍ଟିକୁଲାର କହିନାହାନ୍ତି କି ଜଗନ୍ନାଥ, ସିଏ ଜଗନ୍ନାଥଙ୍କୁ ଏକ ଅଭିନ୍ନ କହିଛନ୍ତି। ଜଗନ୍ନାଥଙ୍କୁ ଦାରୁ ବ୍ରହ୍ମ, ପରମ ବ୍ରହ୍ମ, ଏମିତି ସବୁ କହି ତାଙ୍କ ବିଷୟରେ ସବୁ ରଚନା ହେଇଛି। ତାଙ୍କୁ କେନ୍ଦ୍ର କରି, କିଏ ଯେହେତୁ ଆମ ଓଡ଼ିଶାର ଆମ ସମସ୍ତଙ୍କର ପତି ହେଉଛନ୍ତି ମହାପ୍ରଭୁ ଶ୍ରୀ ଜଗନ୍ନାଥ, ତାଙ୍କର ଅନେକ ଅବତାର, ଅନେକ ଯୁଗରେ ଧର୍ମର ସଂସ୍ଥାପନା ପାଇଁ ସେ ବିଭିନ୍ନ ଅବତାର ଗ୍ରହଣ କରିଛନ୍ତି। ତ ଯେହେତୁ କଳିଯୁଗରେ ଜଗନ୍ନାଥ ଅଛନ୍ତି, ତ ସେଇ ହିସାବରେ ଦେଖିବାକୁ ଗଲେ ସେ ଜଗନ୍ନାଥଙ୍କୁ କେନ୍ଦ୍ର କରିକି ତାଙ୍କର ସବୁ ରଚନାମାନ ଲେଖାଯାଇଛି। ତ ଦେଖିବା, ଏଇଟା ହେଲା ଆମର ଆଦି ମଧ୍ୟଯୁଗ ବା ପଞ୍ଚସଖା ଯୁଗ। ତାପରେ ପଞ୍ଚସଖାକୁ ଛାଡ଼ିଦେଲେ ସେ ସମୟରେ ଅଲଗା କିଛି ଲେଖକ ଥିଲେ, ସେମାନଙ୍କ ବିଷୟରେ ବି ପଢ଼ିବା। ତାପରେ ଆସିଲା ଆମର ଉତ୍ତର ମଧ୍ୟଯୁଗ ବା ରୀତି ଯୁଗରେ ଆମେ ଦେଖିବା ସେ ସମୟର ରଚନା। ଯୋଉ ରୀତି ଯୁଗର ସ୍ରଷ୍ଟା ହଉଛନ୍ତି
କହିଲେ କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ, ସେ ସମୟରେ ଆହୁରି ଦୀନକୃଷ୍ଣ ଦାସ ଅଛନ୍ତି, ଆମର କବି ସୂର୍ଯ୍ୟ ବଳଦେବ ରଥ ଅଛନ୍ତି। ଏମିତି ଦେଖିଲେ ରୀତି ଯୁଗରେ ଆମେ ବହୁତ ରାଇଟର ପଢିବା। ରୀତି ଯୁଗ ଆମେ ଧନଞ୍ଜୟ ଭଞ୍ଜ ଅଛନ୍ତି, ଆମର ବିଶ୍ୱନାଥ ଖୁଣ୍ଟିଆ, ହଳଧର ପଟ୍ଟନାୟକ, ନୀଳକଣ୍ଠ ଭଞ୍ଜ, ଭୂପତି ପଣ୍ଡିତ। ରୀତି ସାହିତ୍ୟରେ ଆମେ ଦେଖିଲେ ବହୁତ ଅଛନ୍ତି, କିନ୍ତୁ ଆମେ ଏଥିପାଇଁ ଏଇ ଯୋଉ ଆମର ଯୋଉ ରହିଲା ଏଇଟା ଯୋଉ ପଞ୍ଚସଖା ସାହିତ୍ୟ, ତାକୁ ଆଦି ମଧ୍ୟଯୁଗ କୁହାଯାଏ। ଆଦି ମଧ୍ୟଯୁଗ କୁହାଯାଏ ଏଥିପାଇଁ, ମଧ୍ୟଯୁଗ ଆମେ କହିଲେ କଣ, ଆମେ ଯୋଉ କହୁଛନ୍ତି ଯୋଉ ରୀତି ଯୁଗ ଯୋଉ କହୁଛନ୍ତି, ରୀତି ଅର୍ଥ ଗୋଟେ ନିର୍ଦ୍ଦିଷ୍ଟ ଶୈଳୀରେ ରଚନା ହେଇଥିଲା। ସେମାନେ କଣ, ତାଙ୍କର ରୀତିର ଯୋଉ ରଚନା ହଉଥିଲା, ତାଙ୍କର ନିର୍ଦ୍ଦିଷ୍ଟ ଗୋଟେ ଶୈଳୀ ଥିଲା, କି ଆମର ପ୍ରଥମେ ରହିବ ମଙ୍ଗଳାଚରଣ, ଅର୍ଥାତ୍ ଭଗବାନଙ୍କ ଉଦ୍ଦେଶ୍ୟରେ ଗୋଟେ ତାଙ୍କୁ ସ୍ତୁତି କରାଯିବ। ସେଥିରେ ଭଣିତା ରହିବ, ଯିଏ ଲେଖକ ତାଙ୍କୁ ଭଣିତା ରହିବ, ସବୁ ଅଛି, ବ୍ୟାଜସ୍ତୁତି ଅଛି, ଭଣିତା ଅଛି, ମଙ୍ଗଳାଚରଣ ଅଛି, ଏ ସବୁ ରହିଲା। ତ ସେଇ ଦୃଷ୍ଟିରୁ ଆମେ ଦେଖିବାକୁ ଗଲେ ଯେ ପଞ୍ଚସଖା ଥିଲେ, ସେ ସମୟରେ ଧୀରେ ଧୀରେ ରୀତିର ପ୍ରଭାବ କିଛି କିଛି ପଡିଛି, କିନ୍ତୁ ତାର ସଫଳ ରୂପରେଖଟା ଆମେ ଦେଖିବା ପୁରା ଯୋଉଟା ଆମର ଉତ୍ତର ରୀତି ଯୁଗ, ବା ଯୋଉଟା ଆମର ଉତ୍ତର ମଧ୍ୟଯୁଗ ବା ରୀତି ଯୁଗ ଯୋଉଟା କହିଲା, ସେ ସମୟରେ ଆମେ ଦେଖିବା ମଧ୍ୟଯୁଗରେ ରହିଲା। ତାପରେ ସେଟା ଗଲା ପରେ ଆମେ ରୀତି ସାହିତ୍ୟ ପଢିଲେ। ରୀତି ଯୁଗ ସାହିତ୍ୟ ପରେ ପରେ ଆମେ ରୀତି ଯୁଗର ପରିସମାପ୍ତି ପରେ ଆମର ଆରମ୍ଭ ହେଇଛି ପଦାବଳୀ ସାହିତ୍ୟ, ଯୋଉଠି ଗୋପାଳକୃଷ୍ଣ ଅଛନ୍ତି, ବନମାଳୀ ଦାସ ବି ଅଛନ୍ତି, ଗୌରହରି ପରିଚ୍ଛା ଅଛନ୍ତି, ସାରିଆ ଭିକ ବି ଅଛନ୍ତି। ସେ ସବୁ ରହିଲା ତାଙ୍କର ସେ ଯୋଉ ପଦାବଳୀ ସାହିତ୍ୟ କହିଲେ, ଆମର ଯୋଉ ଏଇ ଯୋଉ ଭକ୍ତି ଗୀତିଆ, ଭଜନ, ଜଣାଣ, ଏଇଟା ସବୁ ଆମର ପଦାବଳୀ ସାହିତ୍ୟ। ଅର୍ଥାତ୍ ଯୋଉ ଚମ୍ପୁ ଅଛି, ଚୌପତି ଅଛି, ଭଜନ, ଜଣାଣ, ଏଇ ସବୁ ରହୁଛି। ସେ ପଞ୍ଚସଖା ସାହିତ୍ୟରେ ମୁଖ୍ୟତଃ ଜଗନ୍ନାଥଙ୍କୁ କେନ୍ଦ୍ର କରି ରଖିଥିଲେ, କିନ୍ତୁ ରୀତି ସାହିତ୍ୟରେ ସେସବୁ ବି ରହିଲା, କିନ୍ତୁ ରୀତି ସାହିତ୍ୟରେ କିଛି ଆଧୁନିକକୁ ସେମାନେ ଆଧୁନିକ ରୂପରେଖରେ ସେମାନେ କିଛି କିଛି ନୂଆ ଜିନିଷ ଆରମ୍ଭ କଲେ। କାଳ୍ପନିକ କାବ୍ୟ ରଚନା କଲେ, ପୌରାଣିକ କାବ୍ୟ ବି ରହିଲା, ପୌରାଣିକ ରଚନା ବି ରହିଲା, କିନ୍ତୁ କିଛି ନୂଆ ନୂଆ ଆରମ୍ଭ କଲେ। କାଳ୍ପନିକ କାବ୍ୟ ହଉ, ଆମର ବିଭିନ୍ନ କଳ୍ପନାକୁ ନେଇକି କାଳ୍ପନିକ ହଉ, ଆମର ପୌରାଣିକ କାବ୍ୟ ହଉ, କିମ୍ବଦନ୍ତୀମୂଳକ, ସେ ସବୁ ରଚନା କଲେ। ସେ ଗଲା। ତାପରେ ଆଧୁନିକ ଯୁଗ ପୂର୍ବରୁ, ଆଧୁନିକ ଯୁଗ ଏପର୍ଯ୍ୟନ୍ତ ଆସିନାହିଁ। ଆଧୁନିକ ଯୁଗ ପୂର୍ବରୁ ଆମର ରୀତି ଯୁଗର ମାନେ ଯୋଉ ଆମର ରହିଲା ପଦାବଳୀ ସାହିତ୍ୟ, ତାପରେ ଧୀରେ ଧୀରେ ମହିମା ଧର୍ମ, ଯୋଉ ସନ୍ଥ କବି ଭୀମ ଭୋଇଙ୍କର ଅଛି, ଯୋଉ ସ୍ତୁତି ଚିନ୍ତାମଣି, ଏସବୁ ଅଛି ଯାହା ତାଙ୍କର। ଅନ୍ଧକବି ଯୋଉ ତାଙ୍କୁ କଣ ପାଇଁ ଅନ୍ଧକବି କୁହାଯାଏ, କି ତାଙ୍କୁ କଣ ପାଇଁ ସନ୍ଥ କବି କୁହାଯାଏ, ଏସବୁ ଆମେ ପଢିବା। ମହିମା ଧର୍ମ ଆଉ ସନ୍ଥ କବି ଭୀମ ଭୋଇଙ୍କ ବିଷୟରେ ଆମେ ପଢିବା। ଧୀରେ ଧୀରେ ଗଲା। ତାପରେ ରୀତି ଯୁଗର ପୁରା କମ୍ପ୍ଲିଟ ହେଇଗଲା। ରୀତି ଯୁଗର ଧୀରେ ଧୀରେ ଆଧୁନିକ ଯୁଗର ପ୍ରାରମ୍ଭ ହେଲା। ଆଧୁନିକ ଯୁଗ ବି ସାଙ୍ଗେ ସାଙ୍ଗେ ଆସିନାହିଁ। ଦେଖିବା ଆଧୁନିକ ଯୁଗ ପୂର୍ବରୁ ଆମର ଯୋଉ ଅଛି ନବଜାଗରଣ, ଯୋଉ ରେନେସାଁ, ନବଜାଗରଣ ଅଛି। ତାପରେ ପତ୍ର ପତ୍ରିକା ସବୁ ପ୍ରକାଶନ, କି ଯେହେତୁ ସେତେବେଳେ ଓଡିଆ ଭାଷା ଧୀରେ ଧୀରେ ଓଡିଆ ଭାଷାକୁ ଚକ୍ରାନ୍ତ କରାଯାଉଥିଲା, ଧୀରେ ଧୀରେ ନଷ୍ଟ କରାଯିବା ପାଇଁ, ବିଲୋପ କରାଯିବା ପାଇଁ। ସେତେବେଳେ ଯୋଉ ଆମର ମହାମନୀଷୀଗଣ, ଯୋଉ ମଧୁସୂଦନ ଦାସ ହୁଅନ୍ତୁ, ଆଉ ଆମର ରାଧାନାଥ ରାୟ ହୁଅନ୍ତୁ, ଆମର ଗଙ୍ଗାଧର ମେହେର ହୁଅନ୍ତୁ, ଆଉ ଏମାନେ ସବୁ ରହିଥିଲେ ମହାମନୀଷୀଗଣ। ଓଡିଆ ଭାଷାକୁ ବଞ୍ଚିବା ପାଇଁ ତାଙ୍କର ଅବଦାନ ଅତୁଳନୀୟ। ସେମାନଙ୍କ ପାଇଁ ଆଜି ଆମେ ଓଡିଆ ଭାଷା ଗୋଟେ କହିଲେ, ଯେହେତୁ ଆମର 2014 ଓଡିଆ ଭାଷାକୁ ଶାସ୍ତ୍ରୀୟ ମାନ୍ୟତା ବି ମିଳି ସାରିଲାଣି। ଗୋଟେ ବିଶ୍ୱ ଗୋଟେ ରାଜ୍ୟର ଭାଷା ଗୋଟେ କେମିତି ଶାସ୍ତ୍ରୀୟ ମାନ୍ୟତା ପାଇଛି, ଏଇଠୁ ଆମେ ଦେଖିପାରିବା। ତ ଏଇଟା ସବୁ ଦେଖିବାକୁ ପଡିବ। କେବଳ ଆମେ ସିପିଟି ଓଡିଆ ପାଇଁ ନୁହେଁ, ଏନି ଏକ୍ଜାମ ଯୋଉ ଆମର ଓପିଏସସି ଇଏରେ ହଉ, କି ଯାହା ବି ହଉ, ଓଡିଆ ପେପରରେ ଆମେ ଏସବୁ ପଢିବା। ସେଟା ଗଲା। ଆଧୁନିକ ଯୁଗରେ ଆମେ ପଢିବା ଯୋଉ ବିଭିନ୍ନ ମୁଦ୍ରା ଯନ୍ତ୍ର ପତ୍ରିକା। ତାପରେ ଧୀରେ ଧୀରେ ଆମ ରାଧାନାଥଙ୍କ ସାହିତ୍ୟ ଆସୁଛି, ଏଇଟା ଆମେ ଦେଖିବା। ଏଇଟା ଆମେ ଯେହେତୁ ସୁରେନ୍ଦ୍ର ମହାରଣାଙ୍କ ବହି ହିସାବରେ ଅଛି, ଏଇଟା ଆମେ ପଢିପାରିବା। ତ ଏସବୁ ଗଲା ପରେ ମୁଁ ଏଠି ବିଭାଗୀକରଣ କରିଦେଇଛି, ଯୋଉ ଲିଙ୍ଗୁଇଷ୍ଟିକ ପେପରରେ ଆମର ସବୁ ଅଛି, ଏଇଟା ଆମେ ଦେଖିବା। ଲିଙ୍ଗୁଇଷ୍ଟିକ ପେପରରେ ଦେଖନ୍ତୁ, ଭାରତରେ ଆର୍ଯ୍ୟମାନେ ଆସିବା ପୂର୍ବରୁ ଆମର ଆଦିବାସୀ ଗଣ ରହୁଥିଲେ, ଯୋଉ ଅଷ୍ଟ୍ରୀୟ ଦ୍ରାବିଡ ପରିବାର ରହୁଥିଲେ। ଆଦିବାସୀ ଅର୍ଥାତ୍ ସେମାନଙ୍କ ଭାଷା ଏତେ ମାର୍ଜିତ ନଥିଲେ। ସେମାନେ ସେତେବେଳେ କଥିତ ସାହିତ୍ୟର ଆରମ୍ଭ ହୋଇଥିଲା। କଥିତ ସାହିତ୍ୟ କହିଲେ ଆମେ ଯୋଉ ଲୋକ ସାହିତ୍ୟ କହୁଛନ୍ତି, ମୁଖରୁ ମୁଖକୁ ତାହା କଣ ପ୍ରସାର ଘଟୁଥିଲା ତାହାର। ତ ଧୀରେ ଧୀରେ ଯେହେତୁ ଯେତେବେଳେ ସେ କଥା ଆକାରରେ ସବୁ ଯୋଉ କଥାକୁ ସବୁ କହିଲେ, ଧୀରେ ଧୀରେ କଥାକୁ କଥା ଆକାରରେ ତାଙ୍କ ଭାବଟାକୁ ପ୍ରକାଶ କଲେ। କିନ୍ତୁ ଧୀରେ ଧୀରେ ଯେତେବେଳେ ସେଟା ସବୁ ଭାବଟାକୁ ସେ ମାନେ କଣ କଥା ଆକାରରେ ପ୍ରକାଶ କରିବା ସମ୍ଭବ ନୁହେଁ, ଧୀରେ ଧୀରେ ଲିଖିତ ସାହିତ୍ୟ ଆସିଲା। ଲିଖିତ ସାହିତ୍ୟ ପୂର୍ବରୁ ଅଭିଲେଖ ସାହିତ୍ୟ ରହିଲା। ଅଭିଲେଖ ସାହିତ୍ୟରେ ଆମେ ମୁଖ୍ୟତଃ ଦେଖିବାକୁ ଗଲେ, ଅଭିଲେଖ ସାହିତ୍ୟ କହିଲେ ଆମର ଯୋଉ ରାଜା ମହାରାଜା ମାନେ ଥିଲେ, ସେମାନେ ତାଙ୍କ ଗୁଣ କୀର୍ତ୍ତନ ପାଇଁ, ମାନେ ତାଙ୍କ ତାଙ୍କ ଯୋଉ ତତ୍କାଳୀନ ସମୟରେ ତାଙ୍କ ସମୟ ସୀମା ଯୋଉ ଆମର ଯୋଉ ଶାସନ କରୁଥିଲେ, ସେଇ ସମୟ ସୀମାକୁ ସେମାନେ ତାଙ୍କର ସେଇ ସମୟରେ ନିଜର ଗୁଣ କୀର୍ତ୍ତନ କରିବା ପାଇଁ ବିଭିନ୍ନ ଶିଳାଲେଖରେ ନିଜ ବିଷୟରେ ସବୁ ନିଜର ଗୁଣ ଗାରିମା ସବୁ ଚିତ୍ରିତ କରୁଥିଲେ, ଖୋଦିତ କରୁଥିଲେ। ତ ସେଇ ସମୟରେ ରହିଲେ ଲୋକ ସାହିତ୍ୟ। ଧୀରେ ଧୀରେ ତାହାର କଥିତ ସାହିତ୍ୟ ଗଲା। ତାପରେ ଅଭିଲେଖ ସାହିତ୍ୟ ଆସିଲା। ଧୀରେ ତାପରେ ଆମର ଆସିଲା ହଉଛି ଲିଖିତ ସାହିତ୍ୟ, ଯୋଉ ଚର୍ଯ୍ୟା ଗୀତିକା ଆମେ କହୁଛନ୍ତି, ତା ଲିଖିତ ସାହିତ୍ୟ ଆସିଲା। ତ ଆମର ଦିଟା ପେପର, ଲିଙ୍ଗୁଇଷ୍ଟିକ ପେପର, ଭାଷା ପେପର, ଆଉ ଗୋଟେ ହଉଛି ସାହିତ୍ୟ ପେପର। ସେଇଟାକୁ ଆମେ ଅଲଗା ଅଲଗା କରିଦବା। ଲିଟରେଚର ପେପରରେ ଆମର ଏଇ ସବୁ ରହିଲା, ସରଳ ସାହିତ୍ୟ, ପଞ୍ଚସଖା,
ସବୁ ରହିଲା। ଲିଙ୍ଗୁଇଷ୍ଟିକ୍ ପେପରରେ ଆମେ ଭାଷା ଉପରେ ପଢିବା କି ଆମର କେମିତି ଭାରତୀୟ ଆର୍ଯ୍ୟ ଭାଷା, ଯୋଉ ପ୍ରାଚୀନ ଭାରତୀୟ ଆର୍ଯ୍ୟ ଭାଷା, ମଧ୍ୟ ଭାରତୀୟ ଆର୍ଯ୍ୟ ଭାଷା, ନବୀନ ଭାରତୀୟ ଆର୍ଯ୍ୟ ଭାଷା, ସେସବୁ ବିଷୟରେ ପଢିବା। ଓଡିଆ ଭାଷା କେମିତି କଣ ସୃଷ୍ଟି ହେଇଛି, କୋଉ ଭାଷାରୁ ଆସିକି ଧୀରେ ଧୀରେ ଅପଭ୍ରଂଶ ହେଇକି ଭାଷାର ମାର୍ଜିତ ଧୀରେ ଧୀରେ ମାର୍ଜିତ ହେଇ ହେଇ ଆଜି ଆସିକି ଆମର ଓଡିଆ ଭାଷା ସୃଷ୍ଟି ହେଇଛି, ସେ ବିଷୟରେ ପଢିବା। ତ ସେ ଆମେ ସିପିଟି ଏକ୍ଜାମ ପାଇଁ ଯଦି ଆମେ ସେମିତି ଦେଖିବା କି ହଁ ନର୍ମାଲି ଏକ୍ଜାମ, ଭାବିବେନି କି ଏତେ ସହଜ, ଆଉ ଭାବିବେନି କି ଏତେ କଷ୍ଟ। ଯେକୌଣସି ଏକ୍ଜାମ, ସିପିଟି କଥା ନୁହେଁ, ଏନି ଏକ୍ଜାମ ଭାବିବେନି କେତେ ଆଉ ଗୋଟେ କଥା ମନେ ରଖନ୍ତୁ, କୌଣସି ଜିନିଷ ସମ୍ଭବ ନୁହେଁ ଯେପର୍ଯ୍ୟନ୍ତ ଆପଣ ଗୋଟେ କାମକୁ କରିବା ପାଇଁ ଚେଷ୍ଟା ନ କରୁଛନ୍ତି। ଆପଣ ଚାହିଁଲେ ଯାହା ପାଠ ପଢିବେ ସେତିକି। ଏମିତି ନାହିଁ କି ହଁ ଆମେ 10 ଘଣ୍ଟା ପଢିମୁ, ପରିଶ୍ରମ ସେଥିରେ କିଛି ନାହିଁ। ସମସ୍ତେ କୁହନ୍ତି କି ହାର୍ଡ ୱାର୍କ, ଯୋଉ କହୁଛନ୍ତି ହାର୍ଡ ୱାର୍କ, ତ ହାର୍ଡ ୱାର୍କ ସମସ୍ତେ ଶୁଣିକି ଟିକେ କଣ ଡରିଯାନ୍ତି। ହାର୍ଡ ୱାର୍କ ଅଛି ନା, ସ୍ମାର୍ଟ ୱାର୍କ ଦରକାର। ପଛେ ଆପଣ 1 ଘଣ୍ଟା ପଢନ୍ତୁ, କିନ୍ତୁ ସେଇ 1 ଘଣ୍ଟାଟା ଆପଣ ଏମିତି ପଢିବେ, ସେଥିପାଇଁ ଆପଣ ଯୋଉ 10 ଘଣ୍ଟା ପଢିବା ଦେଖିବେ କି 10 ଘଣ୍ଟା 15 ଘଣ୍ଟା କିଛି ବି ମତଲବ ନାହିଁ। ଆପଣ ଘଣ୍ଟେ ପଢନ୍ତୁ, ଭଲ ଭାବରେ ପଢିବେ, ବାସ୍ ଏତିକି ଆମର ଦରକାର। ତ ଏନି ଏକ୍ଜାମ ଆପଣ ଭାବିବେ ଏଇ ଯୋଉ ପାଠ ଗୁଡା ବି ଆମେ ପଢିବା, ଆପଣ ଯଦି ପିଜି କରିବେ ସେମିତି ଭାବିବେନି କି ହଁ ଆମେ ପିଜି ଏକ୍ଜାମ ପାଇଁ ପଢୁଛୁ ତାପରେ ସରିଲା, ନା। ପିଜି ଏକ୍ଜାମ ପାଇଁ ପଢିବେ, ଏଇଟା ଆପଣଙ୍କୁ ଆଗକୁ ସାହାଯ୍ୟ କରିବ। ଧର ଆପଣଙ୍କର କିଏ ଭାଇ ଭଉଣୀ ହୁଅନ୍ତୁ କି କଣ ଗୋଟେ ପଚାରିଦେବେ ଓଡିଆ ଉପରେ କଥା ହେଲେ, ଆପଣ କହିଦେଲେ ଆପଣଙ୍କୁ ଖୁସି ଲାଗିବ ନା, ତ ସେଇ ହିସାବରେ ପଢନ୍ତୁ। ତ ଏଇଟା ଆମେ ଦେଖିଲେ, ଏଇଟା ମୁଁ ବିଭାଗୀକରଣ କରିଦେଇଛି, ଆପଣ ଦେଖିଦେଇ ପାରିବେ, ସ୍କ୍ରିନଶଟ ମାରିଦେଇ ପାରିବେ। କିନ୍ତୁ ତାପରେ ଆଧୁନିକ ସାହିତ୍ୟରେ ଆମେ ଯୋଉ ଗଳ୍ପ, ଆଧୁନିକ ସାହିତ୍ୟ ତ ଆମେ ପ୍ରାୟତଃ ସବୁ ଜାଣିଛନ୍ତି, ଗଳ୍ପ, ଉପନ୍ୟାସ, ନାଟକ, ଏକାଙ୍କିକା ଏସବୁ ରହିଲା, ସେଟା ଆମେ ଜାଣିପାରିବା। ତ ଆମକୁ ଟିକେ ହାର୍ଡ ହୁଏ, ମୁଁ କହିଦଉଛି। କ୍ୱେଶ୍ଚନ ଟିକେ ଆସେ ଆମର, ରୀତିଯୁଗଟା ଟିକେ ହାର୍ଡ ହୁଏ ପିଲାମାନଙ୍କୁ। ଆଉ ବ୍ୟାକରଣ ପାର୍ଟଟାରେ ଆମର ବ୍ୟାକରଣ, ଶବ୍ଦ ଭଣ୍ଡାର, ସନ୍ଧି, ସମାସ, ଉପସର୍ଗ, କାଳ, ଧ୍ୱନି, ବଚନ, କୃଦନ୍ତ, ସେ ବିପରୀତ ଶବ୍ଦ, ଅନୁଚ୍ଛେଦ, ଏଇଟା ସବୁ ଆସେ ସବୁ। ଏଇଟାକୁ ଟିକେ ସେଟା ଭଲ ଟିକେ ବ୍ୟାକରଣ ପାର୍ଟଟା ଏଥିପାଇଁ ଟିକେ ପିଲାଙ୍କୁ ବ୍ୟାକରଣ ପାର୍ଟଟା କଷ୍ଟ ହେଲେ ବି ବ୍ୟାକରଣ ପାର୍ଟଟା ହଉଛି ଭଲ ମାର୍କ ଆସେ ଟିକେ ପିଲାଙ୍କର। ଯୋଉ ମାନେ କାରଣ ବେଶୀ ହାର୍ଡ ବି କ୍ୱେଶ୍ଚନ ପକେଇବନି, ଏତେ ବି ଭାବନ୍ତୁନି ହାର୍ଡ କ୍ୱେଶ୍ଚନ, କାରଣ ଆପଣ ଏତେ ବଡ ବି ଏକ୍ଜାମ ଦଉନାହାନ୍ତି। ଗୋଟେ କମନ ପିଜି ଏଣ୍ଟ୍ରାନ୍ସ ଟେଷ୍ଟଟାକୁ କ୍ୱାଲିଫାଏ କରିବା ପାଇଁ ଏଇ ସବୁ ଆସିବ। ତ ଏଇ ସବୁ ଦେଖିଲେ ଗଲା। ତ ୟା ପର ଭିଡିଓରେ ଆମେ ଆଣିବା କି ସିପିଟି ଏକ୍ଜାମ ପାଇଁ କୋଉ କୋଉ ବହି ଇମ୍ପୋର୍ଟାଣ୍ଟ ସବୁ। ତ ବହି ଦେଖିବାକୁ ଗଲେ ଆମେ ଯଦି ପର୍ଟିକୁଲାର ଆମେ କହିଦଉଛନ୍ତି କି ହଁ ଓଡିଆ ସାହିତ୍ୟର ଇତିହାସ, ଓଡିଆ ସାହିତ୍ୟ ବିଷୟରେ ବେସିକ ଜିନିଷ ସବୁ ଅଛି, ମାନେ ଫଣ୍ଡାମେଣ୍ଟାଲ ଯେତିକି ସବୁ ଆମେ କହିଲେ ଜଣେ ପିଜି ଏକ୍ଜାମ, ହଁ ମୁଁ କହିବି କି ଆମେ ଯଦି ଓଡିଆ ସାହିତ୍ୟର ଇତିହାସ କମ୍ପ୍ଲିଟ କରିଦଉଛୁ, ଓଡିଆ ସାହିତ୍ୟରେ ଦେଖିଲେ ବହୁତ ଜଣଙ୍କର ଅଛି। ସୁରେନ୍ଦ୍ର ମହାରଣାଙ୍କର ଅଛି, ତାରିଣୀ ଚରଣ ରଥଙ୍କର ଅଛି, ଆଉ ଆମର ସୁରେନ୍ଦ୍ର ମହାନ୍ତିଙ୍କର ଅଛି, ଆଉ ବାଉରୀ ବନ୍ଧୁକରଙ୍କର ଅଛି ଓଡିଆ ସାହିତ୍ୟର ସଂକ୍ଷିପ୍ତ ପରିଚୟ, ନା ଓଡିଶାର ଇତିହାସ ଅଛି, ଆଉ ଓଡିଆ ସାହିତ୍ୟର ସଂକ୍ଷିପ୍ତ ପରିଚୟ ବୃନ୍ଦାବନ ଚନ୍ଦ୍ର ଆଚାର୍ଯ୍ୟ ଅଛି, ଏସବୁ ଅଛି। ଦେଖିବାକୁ ଗଲେ ବହୁତ ଅଛି, ପଢିବା ପାଇଁ ବହୁତ କିଛି ବହି ଅଛି ଓଡିଆରେ। ସେମିତି ଲିମିଟେସନ ନାହିଁ, ଗୋଟେ ଟପିକରେ ଏମିତି କି ଗୋଟେ ଗୋଟେ ରାଇଟରଙ୍କ ବିଷୟରେ କେବଳ ତାଙ୍କ ବିଷୟରେ ଜାଣିବା ପାଇଁ ଗୋଟେ ବହି। ସେମିତି ଦେଖିଲେ ବହି ତ ଆମେ ଏତେ କିଣିପାରିବା ନାହିଁ। ତ ଯେତିକି ଆମେ ଦେଖିବା ଓଡିଆ ସାହିତ୍ୟର ବେସିକ ଜିନିଷ ଜାଣିବା ପାଇଁ, ଓଡିଆ ସାହିତ୍ୟର ଇତିହାସଟା ସୁରେନ୍ଦ୍ର ମହାରଣାଙ୍କର ସବୁ ବେଷ୍ଟ, କାରଣ ସମସ୍ତେ ସେଟା ପ୍ରାୟ ପଢୁଛନ୍ତି, ଆପଣ ବି ଦେଖିପାରିବେ। ତ ଏସବୁ ଦେଖିବାକୁ ଗଲେ ଏଇଟା ସବୁ ରହିଲା। କିନ୍ତୁ ମୋ ହିସାବରେ ଆପଣ ସେଟା ଦେଖନ୍ତୁ, ଆଉ ଅଲଗା କିଛି ବହି ଫଲୋ କରନ୍ତୁ। ଯେମିତି ଆମ ସାରଳା ସାହିତ୍ୟ କଣ କେବଳ ଆମେ ଦେଖିଦେଲେ ହଁ ଏଇଠି ଅଛି, ଏଠି ଅଛି, ଅଳ୍ପ ଅଛି। ଆପଣଙ୍କୁ ମନେ ରଖିବାକୁ ପଡିବ ମହାଭାରତ ହଉ, ତାଙ୍କ ପ୍ରଥମ ରଚନା କଣ, ଓଡିଆ ସାହିତ୍ୟର ମାନେ କଣ, ସୁରେନ୍ଦ୍ର ମହାରଣାଙ୍କ ସାରଳା ସାହିତ୍ୟ ପରିକ୍ରମା ଗୋଟେ ଅଛି, ସୁରେନ୍ଦ୍ର କୁମାର ମହାରଣାଙ୍କର। ସବୁ ବିଷୟକୁ ଆମକୁ ଟିକେ ତନାଘନା କରିକି ପଢିବା ପାଇଁ ପଡିବ। ଯେହେତୁ ସମୟ କମ ଅଛି, ଯେତିକି ଆମ ଗ୍ରାଜୁଏସନ ର 6 ସେମିଷ୍ଟର ପରେ ପରେ ଆସିଯାଏ, ଏକ୍ଜାମ ହେଇଯାଏ, ତ ପିଲାମାନେ ତା ପୂର୍ବରୁ ଏ ପାଠ ଟେନସନ ସେ ପାଠ ଟେନସନ ପଢି ପାରନ୍ତି, କିନ୍ତୁ କିଛି ନାହିଁ, ଅଳ୍ପ ସମୟ ହିସାବରେ। ତ ଆମର ପିଜି ଏଣ୍ଟ୍ରାନ୍ସଟା ଆମର ଟୋଟାଲ ହଉଛି 100 ମାର୍କରୁ 20 ମାର୍କ ହଉଛି ଆପଣଙ୍କର କ୍ୟାରିୟର ମାର୍କ, ଅର୍ଥାତ ଗ୍ରାଜୁଏସନରେ ଯୋଉ ଓଡିଆ ଅନର୍ସ ଯେତିକି ପେପର ରଖିଥିବେ ସେଠୁ 20 ମାର୍କରୁ ଆପଣଙ୍କର କାଉଣ୍ଟିଂ ହବ, 20 ମାର୍କରୁ ଆପଣ ଯେତିକି ଯାହା ଆସିପାରିବ ତା କ୍ୟାରିୟର ମାର୍କ। ଆଉ ଯୋଉ 80 ମାର୍କରୁ ଆପଣ ଏକ୍ଜାମ ଦେବେ, ଆପଣ ତ ଖୁସି ହେବା ଦରକାର, 80 ମାର୍କ ଯୋଉ ଏକ୍ଜାମ ଦେବେ ଆପଣ ମାଇନସ ମାର୍କିଂ ବି ନାହିଁ। ତ ସେଇ ହିସାବରେ ଆପଣ ଚେଷ୍ଟା କରିବେ, ଆପଣ ଯଦି ଚେଷ୍ଟା କରି ହେଇଯିବ ଆରାମସେ, କିଛି ନାହିଁ। ଯୋଉଟା ବି ଦେଖିବେ ପଢିବା ପାଇଁ ମେନ୍ କଥା ଆମର ପଢିବାର ଅଛି, କିଛି ନାହିଁ। ଏକ୍ଜାମ ହବନି କାହିଁକି, ସବୁ ହବ, ଚାହିଁଲେ ଆମେ ସବୁ ହବନି, ଏନିଥିଙ୍ଗ। ଆମେ ଯୋଉଟା ବି ପଢିବା ଯଦି ମନେ ରଖି ଦଉଛନ୍ତି କଣ ଏତେ, ଆରେ ଓଡିଆଟା ମାନୁଛି, ଓଡିଆଟା କଷ୍ଟ, ହେଲେ ପଢିଲେ ସବୁ ସହଜ, ପଢି ଜାଣିଲେ ପାଠ ସୁନ୍ଦର, ଯୋଉଟା କହିଲେ ସତ କଥା। ତ ସେଇ ହିସାବରେ ଯୋଉଟା ବି ପଢୁଛନ୍ତି ମନ ଧ୍ୟାନ ଦେଇ ପଢନ୍ତୁ। ନେକ୍ସଟ ଭିଡିଓରେ ଆମେ କୋଉ କୋଉ ମାନେ କଣ ଆଣିବା, ଏଇ ନେକ୍ସଟ ଭିଡିଓରେ କୋଉ କୋଉ ବେଷ୍ଟ ବହି, ମାନେ ଆମ ଓଡିଆ ସାହିତ୍ୟର ଇତିହାସ ପାଇଁ କୋଉ କୋଉ ବେଷ୍ଟ ବହି ସବୁ ଅଛି। ତ ସେଇ ହିସାବରେ ଓଡିଆ ସାହିତ୍ୟର ଇତିହାସ ସୁରେନ୍ଦ୍ର ମହାରଣା ମୁଁ କହିଦେବି କୋଉ କୋଉ ବହି ପଢିବେ ଆପଣ। ବେଶୀ କିଛି ପଢିବା ବି ଦରକାର ନାହିଁ, ବେଶୀ କିଛି ନିର୍ଦ୍ଦିଷ୍ଟ ଏଇ ବହି ଯୋଉଟା କିଛି ପଢନ୍ତୁ। ଆଉ ସବୁଠାରୁ ବେଷ୍ଟ ଓଡିଆ ସାହିତ୍ୟର ଇତିହାସ, ସେଇଟାକୁ ଯଦି ଆପଣ କମ୍ପ୍ଲିଟ କରିଦଉଛନ୍ତି, ମୁଁ ଗ୍ୟାରେଣ୍ଟି ଦଉଛି ଆପଣଙ୍କର ଯୋଉ 80 ମାର୍କରୁ 35+ ମାର୍କ କମ୍ପଲସରି ଥୁଆ ପୁରା। ସେଟା ଗଲା ଓଡିଆ ସାହିତ୍ୟ ଇତିହାସ ଦେଖିଲେ।
ତାପରେ ଆଉ ଯାହା ବହି ସବୁ ମୁଁ ନେକ୍ସଟ ଭିଡିଓରେ କହିଦେବି। ତ ସେଇ ବହି ଗୁଡା ଆମେ ଦେଖିବା। ତ ଆପଣ ଏଇଟା କାଇଁ ଏତେ ଟେନସନ କାଇଁ ନଉଛନ୍ତି? ଆମର ଧର କଥିତ ସାହିତ୍ୟ ମାନେ ପୁରା ସିମ୍ପଲି କହିବାକୁ ଗଲେ ମୁଁ କହିଦଉଛି ଆପଣଙ୍କୁ କେମିତି କୋଉ ଇଏରେ ଦେଖନ୍ତୁ। ଆମର ଲିଙ୍ଗୁଇଷ୍ଟିକ ପେପରରେ ଭାଷା ରହିଲା, ଭାଷା କେମିତି ସୃଷ୍ଟି ହେଲା, ଲିପି ରହିଲା, ଏଇଟା ସବୁ ଗଲା। କଥିତ ସାହିତ୍ୟରେ ଆମର ଯୋଉ ଲୋକ ସାହିତ୍ୟ ତା ପାଇଁ ଅଲଗା ବହି ରହିଛି। ଆଉ ସେଟା ଗଲା ଆପଣ ଲିଟରେଚର ପେପର ତ ଏଇ ଚର୍ଯ୍ୟ ସାହିତ୍ୟ, ନାଥ ସାହିତ୍ୟ, ପଞ୍ଚସଖା ସାହିତ୍ୟ, ରୀତି ସାହିତ୍ୟ, ଆଧୁନିକ ସାହିତ୍ୟ ଏଇ ସବୁ ଅଛି। ପତ୍ର ପତ୍ରିକା ମାନେ ଅଳ୍ପ ଅଛି, ବେଶୀ ବି ନାହିଁ, ଅଳ୍ପ ଅଛି। ଆପଣଙ୍କୁ ଏତେ ବି ହାର୍ଡ କ୍ୱେଶ୍ଚନ ଦବନି। ଆପଣ ଗୋଟେ ସିପିଟି ଏକ୍ଜାମ ଯେହେତୁ ଆଟେଣ୍ଡ କରୁଛନ୍ତି, ବେଶୀ ହାର୍ଡ କ୍ୱେଶ୍ଚନ ଦବନି। ତ ସେଇ ହିସାବରେ ଯେତିକି ପଢୁଛନ୍ତି ଅଳ୍ପ ଅଳ୍ପ କରି ପଢନ୍ତୁ, ପଛେ ସବୁ ମନେ ରଖିବାକୁ ଟିକେ ଚେଷ୍ଟା କରନ୍ତୁ। ଆଉ ଉପନ୍ୟାସ, ଗଳ୍ପ ଉପନ୍ୟାସରେ ବି ସବୁ ମସିହା ପକଉଛି। ଆମେ ସେ କ୍ୱେଶ୍ଚନ ଡିସ୍କସନ କରିବା, କିଛି କିଛି ଟପିକ ଉପରେ କିଛି କିଛି ଦେଖିବା। ତ ନେକ୍ସଟ ଭିଡିଓରେ ମୁଁ ଆଣିବି କୋଉ ବେଷ୍ଟ ବହି ଆପଣ ପଢିପାରିବେ କି ଓଡିଆ ସିପିଟି ପାଇଁ, ଆମେ ଯୋଉ ସିପିଟି ଏକ୍ଜାମ ପାଇଁ କୋଉ ବେଷ୍ଟ ବହି ରହିବ। ତ ସେ ସମୟ ଏଇ ଭିଡିଓଟି ଦେଖି ଦିଅନ୍ତୁ, କେମିତି କଣ ସିଲାବସ କହିଦେଇ ସେଇଟା ଦେଖି ଦିଅନ୍ତୁ। ନେକ୍ସଟ ଭିଡିଓରେ ଆମେ ଆଣିବା କୋଉ ବହି ବେଷ୍ଟ। ତ ସେଥିପାଇଁ କୋଉ ବେଷ୍ଟ ବହି ଆମେ ଦେଖିଲେ ହିଁ କେମିତି କଣ ପଢିବା, ଏକ୍ଜାମଟା କେମିତି କଣ କ୍ରାକ୍ କରିବା, ସେଇ ହିସାବରେ ଗୋଟେ ପ୍ଲାନିଂ ଭିଡିଓ ଆଣିବା। ପ୍ଲସ୍ ବହି ଏଇଠି ମୁଁ କହିଦେବି କୋଉ ବେଷ୍ଟ ବହି ସିପିଟି ଏକ୍ଜାମ ଯୋଉ କମନ ପିଜି ଏଣ୍ଟ୍ରାନ୍ସ ଟେଷ୍ଟ ଏକ୍ଜାମ ପାଇଁ। ସେଇଟା ବି ସେଇ ପାଠଟା ବି ଏଇ ଯୋଉ ଆପଣ ପାଠ ପଢିବେ, ଏଇ ପାଠଟା ଆପଣ ୟୁଜିସି ନେଟ୍ ହଉ, ଏସଏସବି ହଉ, ଏଇଟା ଆପଣଙ୍କର କାମ ଦବ। ତ ସେଇ ଭିଡିଓଟା ଆଣିବା ନେକ୍ସଟ ଇୟରରେ। ତ ସେ ସମୟ ପର୍ଯ୍ୟନ୍ତ ରହିଲି। ଜୟ ଜଗନ୍ନାଥ, ଜୟ ମାତାରାଣୀ।